ମାଛର ସବୁ ପ୍ରକାରର ରେସିପି ତ ଆପଣମାନଙ୍କୁ ଜଣାଥିବ, କିନ୍ତୁ ମାଛର ଅନ୍ତଭଜା ଆପଣମାନେ କେବେ ବି ଜାଣିନଥିବେ କିମ୍ବା ଖାଇ ମଧ୍ୟ ନଥିବେ। କିନ୍ତୁ ଏହି ମାଛର ଅନ୍ତଭଜାଟି ଭାରି ସ୍ୱାଦିଷ୍ଟ ଲାଗିଥାଏ। ଏହି ମାଛର ଅନ୍ତଭଜା ଦେଖି ପଖାଳ ବାଡ଼ି ଖାଇବାକୁ ବହୁତ ଇଚ୍ଛା ହେବ, କାରଣ ଦେଖାଯାଏ ଯେମିତି ଅନ୍ତଭଜାଟି ସ୍ୱାଦ ମଧ୍ୟ ତାର ବହୁତ ଭଲ। ଯଦି ଏଥିରେ ଲୁଣ ଲଙ୍କାର ପରିମାଣ ସମାନ ମାତ୍ରାରେ ହେଇ ଭଲସେ ବନିଥିବ ତେବେ ତ କହିବାର ନାହିଁ, ବହୁତ ମଜା ଆସିବ। ଜୟ ଜଗନ୍ନାଥ, ମିଷ୍ଟି କିଚେନକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆସନ୍ତୁ ଏହି ମାଛର ଅନ୍ତଭଜା ରେସିପିକୁ ଷ୍ଟାର୍ଟ କରିନେବା। ଏବେ ଦେଖନ୍ତୁ, ମୁଁ ମାଛ କିଛି ନେଇଥିଲି। ମାଛକୁ ଭଲ ଭାବରେ ସଫା କରିନେଲି। ସଫା କଲାବେଳେ ଏହିସବୁ ଅନ୍ତଟି ବାହାରିଥିଲା, ତାକୁ ଭଲ ଭାବରେ ସଫା କରି ନେଇଛି। ଏବେ ଆସନ୍ତୁ ଗୋଟେ କଡ଼େଇ ବସି ସେଥିରେ କିଛି ତେଲ ଦେବା। ତେଲ ଗରମ ହେଲା ପରେ ଆମେ ସେଥିରେ 2ଟି ପିଆଜକୁ କାଟି ପକାଇଦେବା। ପକାଇ ସାରିଲା ପରେ ପିଆଜକୁ କିଛି ଅଂଶରେ ଭାଜି ନେବା। ଭାଜି ହେଲା ପରେ ସେଥିରେ କଞ୍ଚା ଲଙ୍କା କିଛି କାଟିକି ପକାଇଦେବା ଏବଂ ପକାଇ ସାରିଲା ପରେ ଆମେ ସେଥିରେ ଅନ୍ତକୁ ପକାଇଦେବା। ପରିମାଣ ଅନୁଯାୟୀ ଲୁଣ କିଛି ଦେବା, ହଳଦୀ କିଛି ଦେବା। ଏବେ ଆସନ୍ତୁ ତାକୁ ଭଲ ଭାବରେ ଆମେ ଭାଜି ନେବା। ଯଦି ମୋ ଭିଡ଼ିଓଟିକୁ ଆପଣଙ୍କୁ ଭଲ ଲାଗେ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଏବେ ଏହାକୁ ଭଲ ଭାବରେ ଭାଜି ନେବା। ଦେଖନ୍ତୁ, ଏଇଭଳି ଭାବରେ ଆମେ ଏହାକୁ ଭାଜି ନେବା। ସେଥିରୁ ତେଲ ଅଂଶ ମଧ୍ୟ ବେଶୀ ବାହାରିବ, କିନ୍ତୁ ଥଣ୍ଡା ହେଲା ପରେ ଜଣାପଡ଼ିବନି। ଏବେ ଭାଜି ହେଇଗଲାଣି। ସେଥିରେ କିଛି ଜିରା ଗୁଣ୍ଡ ପକାଇଦେବା ଏବଂ ଲଙ୍କା ଗୁଣ୍ଡ ମଧ୍ୟ କିଛି ପକାଇ ଭଲ ଭାବରେ ଭାଜି ନେବା। ଭାଜି ହେଲା ପରେ ଆମେ ବାହାରକୁ ଖୋଲି ନେବା। ଦେଖନ୍ତୁ, ଏଇଭଳି ଭାବରେ ଅନ୍ତଭଜାଟି ବନିଥାଏ। ଦେଖାଯାଏ ଯେମିତି ଭଲ, ତାର ସ୍ୱାଦ ମଧ୍ୟ ବହୁତ ଭଲ। ଏହି ଅନ୍ତଭଜାଟି ଭାଜିଲା ବେଳେ ମଧ୍ୟ ବହୁତ ସ୍ୱାଦିଷ୍ଟ ବାସ୍ନା ହେଉଥାଏ। ସେହି ବାସ୍ନାରେ ପଖାଳ କିମ୍ବା ଭାତ ବାଢ଼ି ଖାଇବାକୁ ଇଚ୍ଛା ହୁଏ। ତେଣୁ ଏହି ଅନ୍ତଭଜାକୁ ମଧ୍ୟ କେହି କେହି ବହୁତ ପସନ୍ଦ କରନ୍ତି। ତେଣୁ ଏହିଭଳି ଭାବରେ ମାଛର ଅନ୍ତରେ ଭଜାଟେ ନିଶ୍ଚିତ ଟ୍ରାଏ କରନ୍ତୁ ଏବଂ କେମିତି ଲାଗୁଛି କମେଣ୍ଟ ବକ୍ସରେ ଲେଖି ନିଶ୍ଚିତ ଜଣାନ୍ତୁ। ବର୍ତ୍ତମାନ ପାଇଁ ମୁଁ ରହୁଛି, ପୁଣି ଆସିବି ନୂଆ ଭିଡ଼ିଓ, ନୂଆ ରେସିପି ସହ। ଜୟ ଜଗନ୍ନାଥ।